जय जगन्नाथ पिलाने तुमମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାसेसକୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିକି +3 ଫାର୍ଷ୍ଟ ସେମିଷ୍ଟର ଆମର ଯେଉଁ ରହିଛି ଏନଭାयरमेंटल ଷ୍ଟଡିଜ୍ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ତ ତାର ୟୁନିଟ୍ 2। ତ ୟୁନିଟ୍ 2ରେ ପିଲାମାନେ ତାର ଆମେ ଏମସିକ୍ୟୁ ଗୁଡ଼ିକୁ ଆଜି ଦେଖିବା, 1 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକୁ ଦେଖିବା ଏବଂ ତାପରେ ଆମେ 2 ମାର୍କସ୍ 5 ମାର୍କସ୍ 8 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକୁ ଆମେ ଆଲୋଚନା କରିବା। ତାହେଲେ ଆଉ ଡେରି କରି ଚାଲ ପିଲାମାନେ କ୍ଲାସଟା ଷ୍ଟାର୍ଟ କରିବା ଏବଂ ଏମସିକ୍ୟୁ ଏବଂ ଡ୍ୟାସ୍ ଫିଲ୍ଅପ୍ ଏବଂ 1 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକ କ'ଣ କ'ଣ ରହିଛି ସେଗୁଡ଼ିକୁ ଆମେ ଭଲ ଭାବରେ ଆଲୋଚନା କରିବା। ତ ପିଲାମାନେ ଦେଖ, ତ ଯେଉଁ ସଂକ୍ଷିପ୍ତ ସଂକଳନ ଦେଇଛି ଏଇଟା ବହୁତ ପିଲାମାନେ ଇମ୍ପୋର୍ଟାଣ୍ଟ ତୁମମାନଙ୍କ ପାଇଁ। କ'ଣ ପାଇଁ ଦେଖ ନା, ଏଇଠି ସବୁ ଗୋଟେ ଡିଟେଲ୍ ଦେଇଦେଇଛି, ମାନେ ତାର ଯେଉଁ ନୋଟ୍ ବନାନ୍ତି ଟୋଟାଲ୍ ଗୋଟେ ଚାପ୍ଟର ଆମର ନୋଟ୍ ଦେଇଦେଇଛି। ତ ଯାହାଫଳରେ ତୁମକୁ ବହୁତ ଇଜି ହେବ, ମାନେ ସର୍ଟ କ୍ୱେଶ୍ଚିନ୍ ମନେ ରଖିବା ପାଇଁ ଏବଂ 2 ମାର୍କସ୍ 3 ମାର୍କରେ ମଧ୍ୟ ବହୁତ ହେଲ୍ପ କରିବ। ଦେଖ, ତ ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ ହେଲା, ପ୍ରକୃତି ପ୍ରଦତ୍ତ ସମ୍ବଳ ପ୍ରାକୃତିକ ସମ୍ପଦ କୁହାଯାଏ, ଏହା ପ୍ରକୃତିର ମୁକ୍ତ ଅବଦାନ। ତ ଏଇଭଳି ଭାବରେ ବହୁତ ରହିଛି। ତ ପ୍ରାକୃତିକ ସମ୍ବଳ ନବୀକରଣ ଅଯୋଗ୍ୟ ଓ ଅଣନବୀକରଣ ଯୋଗ୍ୟ ସମ୍ପଦ ଭାବରେ ବିଭକ୍ତ କରାଯାଏ 2 ପ୍ରକାର ହେଲା। ତ ଯେଉଁ ପ୍ରାକୃତିକ ସମ୍ପଦ ବାରମ୍ବାର ବ୍ୟବହାର କରିବା ସତ୍ତ୍ୱେ ତାର କ୍ଷୟ ନଥିବ ଅଥବା ପୂର୍ବାବସ୍ଥା ପ୍ରାପ୍ତ ହୋଇପାରୁଥିବ ତାକୁ ନବୀକରଣ ଯୋଗ୍ୟ ସମ୍ପଦ ହେଲା। ତ ନବୀକରଣ ଯୋଗ୍ୟ କ'ଣ, ତା ଏତିକି ରହିଲା ହେଲା। ତ ମନେ ରଖ, ଏଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ, ମାନେ 1-2 ମାର୍କସ୍ ସିଓର ପକେଇବେ ଏଇ କ୍ୱେଶ୍ଚିନ୍ ହେଲା। ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ ହେଲା। ଏଇଭଳି ଭାବରେ ଦେଖ ଆମର ରହିଛି, ହଁ, ଯେଉଁ 4 ପ୍ରକାର ମୂର୍ତ୍ତିକା, ଲାଲ ମୂର୍ତ୍ତିକା, କୃଷ୍ଣ ମୂର୍ତ୍ତିକା, ଆଲୁଭିଆଲ ମୂର୍ତ୍ତିକା ଏବଂ ତରାଇ ମୂର୍ତ୍ତିକା। ତ ଏଇଗୁଡ଼ିକ ମଧ୍ୟ ମନେ ରଖ ପିଲାମାନେ ଗୋଟେ ଗୋଟେ। ତ ଜଳ ପ୍ରବଣ ବାୟୁ ଦ୍ୱାରା ଉପରିସ୍ତରରୁ ମୂର୍ତ୍ତିକା ସ୍ଥାନାନ୍ତରିତ ହେବାକୁ ମୂର୍ତ୍ତିକା କ୍ଷୟ କୁହାଯାଏ। ଏଇଟା ମଧ୍ୟ ମନେ ରଖିଦେବ ହେଲା। ତ ମୂର୍ତ୍ତିକାକୁ ଉଦ୍ଭିଦର ଖାଦ୍ୟ ବଳ ବୋଲି ମଧ୍ୟ କୁହାଯାଏ। ତ ଡ୍ୟାସ୍ ପକାଇଦେବ, ଡ୍ୟାସ୍ ଉଦ୍ଭିଦର ଖାଦ୍ୟ ବଳ କୁହାଯାଏ, ନହେଲେ ଡ୍ୟାସ୍କୁ ଉଦ୍ଭିଦର ଖାଦ୍ୟ ବଳ କୁହାଯାଏ, ଏମିତି ମଧ୍ୟ ପକାଇ ଦିଏ। ତ ଏଭଳି ଭାବରେ ରହିଛି ଆମର ଏଇଟା କ'ଣ ପିଲାମାନେ ନା ପ୍ରାକୃତିକ ସମ୍ପଦ। ତ ପ୍ରାକୃତିକ ସମ୍ପଦ ବିଷୟରେ ସବୁ ଆଲୋଚନା କରିବାକୁ କୁହାଯାଇଛି। ତ ଏମିତି ପିଲାମାନେ ତୁମେ ଗୋଟେ ସ୍କ୍ରିନସଟ୍ ନେଇଯାଅ, ମୁଁ କହୁଛି ନୋଟ୍ କରିଦିଅ ମଧ୍ୟ। ହଁ, ତ ଦେଖ, ତ ପାର୍ଟ 1ରେ ଆମର ଏମସିକ୍ୟୁ ଗୁଡ଼ିକ ପିଲାମାନେ ରହିଛି, ଆମେ ଗୋଟେ ଗୋଟେ ଏମସିକ୍ୟୁ ଦେଖିବା। ତ ପ୍ରଥମ ଏମସିକ୍ୟୁ ଦେଇଛି ପିଲାମାନେ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅକ୍ଷୟ ସମ୍ପଦ ନୁହେଁ। ତ ପିଲାମାନେ ଗୋଟେ ଗୋଟେ ୟୁନିଭର୍ସିଟି କ'ଣ କରନ୍ତି ନା, ଓନ୍ଲି ଡ୍ୟାସ୍ ଫିଲ୍ଅପ୍ ଦିଅନ୍ତି, ମାନେ 1 ମାର୍କରେ, କିମ୍ବା 1 ମାର୍କ ଖାଲି ଲେଖିବାକୁ କୁହନ୍ତି ହେଲା। ତ 1 ମାର୍କ ମାନେ ଗୋଟେ ବାକ୍ୟରେ ଉତ୍ତର ଦିଅ, କିଏ ଏମସିକ୍ୟୁ ଦିଏ ଏବଂ କିଏ ଡ୍ୟାସ୍ ଫିଲ୍ଅପ୍ ଦିଏ। ଏଇ ତିନିଟା ଭିତରୁ କାହାର କ'ଣ ଆସିବ ସେମିତି ଜାଣିବେନି। ତ ଆମେ ତିନିଟିଆ ପ୍ରାକ୍ଟିସ୍ କରିଥିଲେ ଆମକୁ କେବେ ମଧ୍ୟ ଆଉ ଡରିବାର ନାହିଁ। ତ ଦେଖ, ସୌରରଶ୍ମି, ବାୟୁ, ଆଣବିକ ଶକ୍ତି, କୋଇଲା କେଉଁଟି ଅକ୍ଷୟ ସମ୍ପଦ ନୁହେଁ, ମାନେ ଅସରନ୍ତି ସମ୍ବର ନୁହେଁ, ମାନେ ସରିବ ନାହିଁ। ତ କୋଇଲାଟା ହେଲା, ସରି, ଅକ୍ଷୟ ସମ୍ପଦ ନୁହେଁ, ଏଇଟା କ୍ଷୟ ସମ୍ପଦ, କାରଣ ଆମେ ୟୁଜ୍ କଲେ ଏଇଟା କ'ଣ ଜଲ୍ଦି ମାନେ ସରିଯିବ। ତ ଅଶ୍ମମଣ୍ଡଳର ବାହ୍ୟ ସ୍ତରର ଉପରାଂଶର ନାମ କ'ଣ? ତ ଯେଉଁ ଆମର ଅଶ୍ମମଣ୍ଡଳ ରହିଛି, 4ଟି ମଣ୍ଡଳ ଯେଉଁ ରହିଛି, ସେ ଯେଉଁ ଅଶ୍ମମଣ୍ଡଳ ରହିଛି ତା'ର ବାହ୍ୟ ସ୍ତରର ଉପରାଂଶର ନାମ କ'ଣ? ପ୍ରଥମେ ଥିଲା ମୂର୍ତ୍ତିକା, ଜଳ, ପଥର ଏବଂ ଉପରୋକ୍ତ ସମସ୍ତ ମୂର୍ତ୍ତିକା ହେଲା। ଅଶ୍ମମଣ୍ଡଳ ବାହ୍ୟ ସ୍ତରର ଉପରାଂଶ ହେଉଛି ମୂର୍ତ୍ତିକା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପାରମ୍ପରିକ ଶକ୍ତିର ଉତ୍ସ? କାଠ, କୋଇଲା, ଖଣିଜ ତେଲ, ଉପରୋକ୍ତ ସମସ୍ତ। ତ ଆମର ଆନ୍ସର ଡି, ଉପରୋକ୍ତ ସମସ୍ତ। ତ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଣନବୀକରଣ ଯୋଗ୍ୟ ସମ୍ପଦ ନୁହେଁ? ପ୍ରାକୃତିକ ଗ୍ୟାସ୍, ଖଣିଜ ତୈଳ, କୋଇଲା ଏବଂ ବାୟୁଶକ୍ତି। ଉତ୍ତରଟି ହେଉଛି ବାୟୁଶକ୍ତି। ମାନେ କ'ଣ ଅଣନବୀକରଣ ଯୋଗ୍ୟ ସମ୍ପଦ ନୁହେଁ, ଏଇଟା ହେଉଛି ନବୀକରଣ, ତାକୁ ପୁଣି ଥରେ ନବୀକରଣ କରାଯାଇପାରିବ। ସେଭଳି ଭାବରେ ଦେଖ ପିଲାମାନେ, 5 ନମ୍ବର କ୍ୱେଶ୍ଚିନ୍ ଆମକୁ ଦେଇଛି। ତ ନିମ୍ନୋକ୍ତ ମଧ୍ୟରେ କେଉଁଟି ଶକ୍ତି ଦ୍ୱାରା ପରିବେଶ ପ୍ରଦୂଷଣ ଘଟେ ନାହିଁ? ସୌରଶକ୍ତି, ଆଣବିକ ଶକ୍ତି, କୋଇଲା, ଖଣିଜ ତୈଳ। ଆମର ଆନ୍ସର ହେଇଯାଉଛି ସୌରଶକ୍ତି। ତ ପିଲାମାନେ ଯେଉଁମାନେ କିଛି ମଧ୍ୟ ମାନେ ଗୋଟେ ବି କ୍ଲାସ୍ କରିନ ବା କିଛି ମଧ୍ୟ ବିଷୟରେ ପଢ଼ିନ, ତ ସେମାନେ ଦେଖ, ତ ଯେଉଁ ପିଲାମାନେ କ୍ଲାସ୍ କରିଛ ବା ମାନେ ଭଲସେ ବୁଝିଛ, ତୁମେ ଟୋଟାଲ୍ ଆନ୍ସର ଦେଖନି, ନିଜେ ନିଜେ ଟ୍ରାଏ କର କେମିତି 4ଟା ଏମସିକ୍ୟୁ ଭିତରୁ ଆମେ କ୍ଲାସ୍ଟାକୁ ମାନେ କ୍ୱେଶ୍ଚିନ୍ଟାକୁ ସଲ୍ଭ କରିବାକୁ ଆମେ ଚେଷ୍ଟା କରିବା। ତ ଦେଖ, ଆଣବିକ ଶକ୍ତି ଉତ୍ପନ୍ନ ପାଇଁ କେଉଁ ଦ୍ରବ୍ୟ ବ୍ୟବହାର କରାଯାଏ? ଲିଥିୟମ୍, ୟୁରାନିୟମ୍, କ୍ରୋମିୟମ୍ ଏବଂ ହାଇଡ୍ରୋଜେନ୍। ତ କ'ଣ ଆମର ୟୁରାନିୟମ୍ ବା ଅପସନ୍ ବି। କେଉଁ ବିଜ୍ଞାନକୁ ପେଡୋଲୋଜି କୁହାଯାଏ? ତ ପେଡୋଲୋଜି କାହାକୁ କୁହାଯାଏ ପିଲାମାନେ? ବାୟୁ, ଜଳ, ମୂର୍ତ୍ତିକା, ଆଣବିକ ନା ମୂର୍ତ୍ତିକା ବିଜ୍ଞାନ କୁହାଯାଏ ପେଡୋଲୋଜି। ତ ଦେଖିବା ତାର ପିଲାମାନେ ଟପେଲ୍ କ'ଣ? ଟପେଲ୍ କ'ଣ ଦେଖିବା? ମୂର୍ତ୍ତିକାର ନିମ୍ନ ସ୍ତର, ମୂର୍ତ୍ତିକାର ମଧ୍ୟମ ସ୍ତର, ମୂର୍ତ୍ତିକାର ଉଚ୍ଚତର ସ୍ତର ଏବଂ ଉପରୋକ୍ତ କୌଣସିଟି ନୁହେଁ। ତ ଟପେଲ୍ ଆମେ ଯଦି କହିବା, ତ ମୂର୍ତ୍ତିକାର ଉଚ୍ଚତର ସ୍ତର ଏମିତି ଆସିଲେ ପିଲାମାନେ ବହୁତ ଇଜି। ଟପ୍ ମାନେ କ'ଣ? ଉପର ଭାଗ। ତ ଟପେଲ୍ ମାନେ କ'ଣ? ସିଓର ମୂର୍ତ୍ତିକାର ଉଚ୍ଚତର ସ୍ତର ହିଁ ହେବ। ତ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଙ୍ଗଲ କ୍ଷୟର ପ୍ରଭାବ? ମାନେ ଜଙ୍ଗଲ କ୍ଷୟ ହେବା ଦ୍ୱାରା ତା'ର ପ୍ରଭାବଟା କ'ଣ ପଡ଼ିବ? ଉର୍ବରତା ହ୍ରାସ,
ବର୍ଷାର ହ୍ରାସ, ମୂର୍ତ୍ତିକା କ୍ଷୟ ଏବଂ ଉପରୋକ୍ତ ସମସ୍ତ। ତ ଆନ୍ସର ହେଇଯିବ ଆମର ଉପରୋକ୍ତ ସମସ୍ତ ପିଲାମାନେ। କାରଣ ଦେଖ ବର୍ଷା ମଧ୍ୟ ଠିକ୍ ଭାବରେ ହେବ ନାହିଁ, ମୂର୍ତ୍ତିକା ମଧ୍ୟ କ୍ଷୟ ହେଇଯିବ ଏବଂ ଉର୍ବରତା କମିଯିବ। ତାପରେ ଆସିଲା ପିଲାମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦର ପ୍ରକାରଭେଦ କ'ଣ କୁହାଯାଏ? ପ୍ରଜାତିଗତ ବିବିଧତା, ଆନୁବଂଶିକ ବିବିଧତା, ପରିସଂସ୍ଥାଜନିତ ବିଭିନ୍ନତା ଏବଂ ଗାମା ବିବିଧତା। ତ ଏଇଟା ହେଉଛି ପ୍ରଜାତିଗତ। ତ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦ ବା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦର ପ୍ରକାରଭେଦକୁ ଆମେ କହିବା ପ୍ରଜାତିଗତ ବିବିଧତା। ତ ନିମ୍ନୋକ୍ତ ମଧ୍ୟରୁ କେଉଁଠି ବହିର୍ବସତି ସଂରକ୍ଷଣ ଅଟେ? ଏଇଟା ଶରଣ ହେଇଯାଇଛି, ଏଇଟା ସଂରକ୍ଷଣ ଅଟେ ବୋଲି ଦେଖିବ। ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବମଣ୍ଡଳ, ଚିଡ଼ିଆଖାନା। ଏଇଟା ହେଉଛି ଆମର ଚିଡ଼ିଆଖାନା। ତ ଏଇଟା ବହିର୍ବସତି, ସେ ଗୋଟେ ଏକ୍ସଟ୍ରା ଗୋଟେ କରିକି ତାକୁ ଅଭୟାରଣ୍ୟ କରାଯାଇଥାଏ, ଚିଡ଼ିଆଖାନା ଗୋଟେ ତିଆରି କରାଯାଇଥାଏ। ଏଗୁଡ଼ିକ ତ ବହୁତ ବଡ଼ ବଡ଼ ଏରିଆ, ମାନେ ଯେଉଁ ଆମର ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ଜୈବମଣ୍ଡଳ ବହୁତ ବଡ଼ ଏରିଆରେ ବ୍ୟାପିଥାଏ, କିନ୍ତୁ ଚିଡ଼ିଆଖାନାଟା ଏତେ ବଡ଼ ଏରିଆରେ ବ୍ୟାପି ନଥାଏ। ନିମ୍ନୋକ୍ତ ମଧ୍ୟରେ କେଉଁଠି ଅନ୍ତର୍ବସତି ସଂରକ୍ଷଣ ଅଟେ? ଉଦ୍ଭିଦ ଉଦ୍ୟାନ, ଚିଡ଼ିଆଖାନା, ଅଭୟାରଣ୍ୟ, ଉପରୋକ୍ତ ସମସ୍ତ। ଏଇଟା ଅଭୟାରଣ୍ୟଟା ଆମର ହେଲା, ଅଭୟାରଣ୍ୟଟା ଆମର ଅନ୍ତଃବସତି ସଂରକ୍ଷଣ ଅଟେ। ତ ନିମ୍ନୋକ୍ତ ମଧ୍ୟରେ କେଉଁଠି ମୂର୍ତ୍ତିକା କ୍ଷୟ କେଉଁଟି ଦ୍ୱାରା ମୂର୍ତ୍ତିକା କ୍ଷୟ ହୋଇଥାଏ? ତ ଆମର ଜଳ, ପବନ, ଲବଣ ସୃଷ୍ଟି, ଉପରୋକ୍ତ ସମସ୍ତ। ତ ଆନ୍ସର ହେଉଛି ଉପରୋକ୍ତ ସମସ୍ତରୁ ଆମର ମୂର୍ତ୍ତିକା କ୍ଷୟ ହୋଇଥାଏ। ତ ଜୀବାଶେଷରୁ କେଉଁ ଶକ୍ତି ସୃଷ୍ଟି ହୁଏ ପିଲାମାନେ? ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍। ଜୀବାଶେଷ ମାନେ ଯେଉଁ ଆମର ଉଦ୍ଭିଦ ବା ପ୍ରାଣୀମାନଙ୍କର ଯେତେବେଳେ ଦେହାବଶେଷ ଘଟୁଛି, ତ ସେଇଟାକୁ ଆମେ କହିବା ଜୀବାବଶେଷ। ତ ତାପଜ ଶକ୍ତି, ନ୍ୟୁକ୍ଲିୟର ଶକ୍ତି ଏବଂ ଜଳ ବିଦ୍ୟୁତ ଶକ୍ତି। ଆନ୍ସର ହେଉଛି ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍। ତ ଜୀବାଶେଷରୁ ଏଇ ଦିନ ହିଁ ଆମକୁ ମିଳିଥାଏ। ତ ତାପରେ ଦେଖିବା ପିଲାମାନେ 15 ନମ୍ବର କ୍ୱେଶ୍ଚନ୍। ତ ଆମର କୋଇଲାରୁ କେଉଁ ଶକ୍ତି ଉତ୍ପନ୍ନ ହୁଏ? ନା ତାପଜ ଶକ୍ତି। ଆମର ଆନ୍ସର ଦେଇଦେଇଛି। ତ ଏଇଠି ଦେଖ ପିଲାମାନେ, ଏଇଠି ଆସିଲା ମୁଁ ତୁମକୁ ଯେଉଁଟା କହୁଥିଲି, ଉପଯୁକ୍ତ ଶବ୍ଦ ଚୟନ କରି ଶୂନ୍ୟ ସ୍ଥାନ ପୂରଣ କର ବା ଡ୍ୟାସ୍ ଫିଲ୍ ଅପ୍ ଦେଇଛି। ପୁନଃ ଉତ୍ପାଦନ କ୍ଷମ ସମ୍ପଦକୁ କ'ଣ କୁହାଯାଏ? ଡ୍ୟାସ୍ ସମ୍ପଦ କୁହାଯାଏ। ନବୀକରଣ ଯୋଉଟା ପୁଣି ଥରେ ଉତ୍ପାଦନ କରାଯାଏ ତାକୁ କହିବା ନବୀକରଣ ଯୋଗ୍ୟ। ଅଣନବୀକରଣ ସମ୍ପଦକୁ ଡ୍ୟାସ୍ ସମ୍ପଦ କୁହାଯାଏ? କ୍ଷୟଶୀଳ ହେଲା। ଅଣନବୀକରଣ ମିନ୍ସ ଯେଉଁଟା କ୍ଷୟଶୀଳ। ତ ଡ୍ୟାସ୍ର କ୍ରମ ବିକାଶ ମୂର୍ତ୍ତିକା ସୃଷ୍ଟି କରେ। ଶିଳାର କ୍ରମ ବିକାଶ ଘଟି ସେ ମୂର୍ତ୍ତିକା ସୃଷ୍ଟି କରିଥାଏ। ପାରମ୍ପରିକ ସମ୍ପଦ ସାଧାରଣତଃ ଡ୍ୟାସ୍ ସମ୍ପଦ ଅଟନ୍ତି? ପାରମ୍ପରିକ ସମ୍ପଦ ଅଣନବୀକରଣ ଯୋଗ୍ୟ ଅଟନ୍ତି। ଅଣପାରମ୍ପରିକ ସମ୍ପଦ ମୁଖ୍ୟତଃ ଡ୍ୟାସ୍ ସମ୍ପଦ ଅଟନ୍ତି ନା ନବୀକରଣ ଯୋଗ୍ୟ? ଦେଖ ପାରମ୍ପରିକଟା ଦେଖ ପିଲାମାନେ, ଏଇଟା ବୁଝେଇ ଦେଲା। ପାରମ୍ପରିକ ହେଉଛି ଅଣନବୀକରଣ, ଅଣପାରମ୍ପରିକ ହେଉଛି ନବୀକରଣ ଯୋଗ୍ୟ। ଯେଉଁଟା ଅଣ ଲାଗିଲା ସେଇଟା ଦେଖ ପାରମ୍ପରିକରେ ଅଣନବୀକରଣ, ପାରମ୍ପରିକରେ ନବୀକରଣ। ଏ ଦୁଇଟା ମନେ ରଖିଦେଇଥିବ, ଅଣର ଓଲଟାଟା ଆଉ। ତାପରେ ଦେଖ ପିଲାମାନେ, ଡ୍ୟାସ୍ ସମ୍ପଦର ପୁନଃ ବ୍ୟବହାର ସତ୍ତ୍ୱେ କ୍ଷୟପ୍ରାପ୍ତି ଘଟିନଥାଏ। ନବୀକରଣ ଅଯୋଗ୍ୟ ବା ଅକ୍ଷୟ ସମ୍ବଳ। ଅକ୍ଷୟ ସମ୍ବଳ ତୁମେ ଯେତେ ବ୍ୟବହାର କରୁଛ କର, ତାର କ୍ଷୟପ୍ରାପ୍ତି ଘଟିବ ନାହିଁ। କୋଇଲା ଗୋଟେ ଡ୍ୟାସ୍ ସମ୍ପଦ ଅଟେ, ସେଟା ହେଉଛି ଅଣନବୀକରଣ ଯୋଗ୍ୟ, ମାନେ ନବୀକରଣ ଅଯୋଗ୍ୟ, ତାକୁ ଆମେ ବ୍ୟବହାର କରିପାରିବା ନାହିଁ ବା ତାକୁ ଆମେ ପୁଣି ଥରେ ସୃଷ୍ଟି କରିପାରିବା ନାହିଁ। ବ୍ୟବହାର ତ କରିପାରୁଛେ, ସରିଗଲା ଆମେ ତାକୁ ତିଆରି କରିପାରିବା ନାହିଁ। ସୌରଶକ୍ତି ଡ୍ୟାସ୍ ସମ୍ପଦର ଉଦାହରଣ? ସୌରଶକ୍ତି ହେଉଛି ନବୀକରଣ ଯୋଗ୍ୟ, ଆମେ ତାକୁ ପୁଣି ଥରେ ତିଆରି କରିପାରିବା। ଡ୍ୟାସ୍ ବା ଯେତେ ବ୍ୟବହାର କଲେ ମଧ୍ୟ ସେ ସରିବ ନାହିଁ। ଡ୍ୟାସ୍ ସମ୍ପଦର ପୁନଃ ଉତ୍ପାଦନ କରାଯାଇ ପାରିବ ନାହିଁ। ଅଣନବୀକରଣ ଯୋଗ୍ୟ ବା କ୍ଷୟଶୀଳ। ତ ପିଲାମାନେ ଦେଖାଲି ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ, ଏଇ ବିଷୟରେ ସିଓର କ୍ୱେଶ୍ଚିନ୍ ଆସିବ ଏଇ ଟପିକକୁ ନେଇକି। ଶକ୍ତି ସମ୍ବଳର ଦୁଇଟି ଉତ୍ସ ହେଲା ଡ୍ୟାସ୍ ଏବଂ ଡ୍ୟାସ୍। ପାରମ୍ପରିକ ଏବଂ ଅଣପାରମ୍ପରିକ ହେଲା। ମନେ ରଖ ପିଲାମାନେ, ଏଇଟା ପାରମ୍ପରିକ ଏବଂ ଅଣପାରମ୍ପରିକ। ଡ୍ୟାସ୍ ଉତ୍ସରୁ ସର୍ବାଧିକ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ ନା ତାପଜ ଶକ୍ତିରୁ ଅଧିକ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୁଏ? ପୃଥିବୀର ବାହ୍ୟ ପତଳ ସ୍ତରକୁ ଡ୍ୟାସ୍ କୁହାଯାଏ? ମୂର୍ତ୍ତିକା କୁହାଯାଏ। ମୂର୍ତ୍ତିକା କ୍ଷୟର ପ୍ରମୁଖ ଉପାଦାନ ହେଲା ଡ୍ୟାସ୍ ଏବଂ ଡ୍ୟାସ୍। ମୂର୍ତ୍ତିକା କ୍ଷୟର ଉପାଦାନ ହେଲା ଗୋଟେ ପବନ ଜଳ। ତ ଏମାନଙ୍କ ଦ୍ୱାରା ହିଁ ଅଧିକ ମୂର୍ତ୍ତିକା କ୍ଷୟ ଆମର ହୋଇଥାଏ। ତ ଭୂମିର ଜୈବ ଉପାଦାନ ଧ୍ୱଂସ ହେଲେ ଡ୍ୟାସ୍ ସୃଷ୍ଟି ହୁଏ? ମରୁଭୂମି ସୃଷ୍ଟି ହୁଏ। ତାର ଜୈବ ଉପାଦାନଟା ଯଦି ଧ୍ୱଂସ ପାଇଲା ତାହେଲେ ଏଇଟା ଆମର ମରୁଭୂମି ତିଆରି ହୋଇଯାଇଥାଏ। ତା ଦେଖିବେ ପିଲାମାନେ 15 ନମ୍ବର। ଜୈବ ବିଭିନ୍ନତା ପରିସଂସ୍ଥାର ଭାରସାମ୍ୟ ରକ୍ଷା କରେ। ଆନ୍ସର ଦେଖିଦେଲ। ଭୂ ରାସାୟନିକ ଚକ୍ରକୁ ଡ୍ୟାସ୍ ଚକ୍ର କୁହାଯାଏ? ନା ପୋଷଣ ଚକ୍ର ବୋଲି ଆମର କୁହାଯାଏ। ଗୋବର ଗ୍ୟାସ୍ ଡ୍ୟାସ୍ ଶକ୍ତି? ନା ଗୋବର ଗ୍ୟାସ୍ ହେଉଛି ଗୋଟେ ଜୈବ ଶକ୍ତି। ତାପଜ ଶକ୍ତି ଡ୍ୟାସ୍ରୁ ଉତ୍ପନ୍ନ ହୁଏ? ତାପଜ ଶକ୍ତିଟା କ'ଣ? କୋଇଲାରୁ ଆମର ଉତ୍ପନ୍ନ ହୋଇଥାଏ। ପ୍ରାଣୀ ଓ ଉଦ୍ଭିଦର ସୃଷ୍ଟ ବର୍ଜ୍ୟବସ୍ତୁ ଡ୍ୟାସ୍ ଶକ୍ତି ସୃଷ୍ଟି କରେ? ନା ବାୟୋମାସ୍ ଗ୍ୟାସ୍ ସୃଷ୍ଟି କରିଥାଏ। ପ୍ରାଣୀ ଓ ଉଦ୍ଭିଦର ଯେଉଁ ବର୍ଜ୍ୟବସ୍ତୁଟା ବାୟୋମାସ୍ ସୃଷ୍ଟି କରେ। ସୂର୍ଯ୍ୟକିରଣରୁ ଡ୍ୟାସ୍ ସୃଷ୍ଟ ଶକ୍ତିକୁ ଡ୍ୟାସ୍ କୁହାଯାଏ? ନା ସୌରଶକ୍ତି ବୋଲି ଆମର କୁହାଯାଏ। ତ ଏଗୁଡ଼ିକ ଆମର ଦେଖ 20ଟା ଡ୍ୟାସ୍। ତ ପିଲାମାନେ ମୁଁ କହୁଛି କି ଏଇ ଭିତରୁ ଖାଲି ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ ଏଇ ବିଷୟରେ ହିଁ ବେଶୀ ଦେଇଦେଇଛି। କିନ୍ତୁ ତୁମେମାନେ କ'ଣ କରିବେ ନା,
ତ ତୁମେ ଏଇଠାରୁ ହିଁ କିଛିଟା MCQ ଗୁଟେ ଘୋଷି ଦେଇଥିବ ବା ମନେ ରଖିଦେଇଥିବ। ତ ଯାହାଫଳରେ ତୁମର ଏଇଟା ଡ୍ୟାସ୍ ଫିଲ୍ ଉପରେ ମଧ୍ୟ ସେଇଟା ସାହାଯ୍ୟ କରିବ। କେବଳ 1 ମାର୍କ ହିଁ ଘୋଷିବାଟା ଖାଲି ଆମର MCQ ହିଁ ଏଗୁଡ଼ା MCQ ପାଇଁ ହିଁ କାମ ଆସିବ ସେ ତାହା ନୁହଁ। ଏଗୁଡ଼ା ଆମର ଡ୍ୟାସ୍ ଫିଲ୍ ପାଇଁ ବି କାମରେ ଆସିପାରିବ। ତ ଆସିଲା ଗୋଟେ ଶବ୍ଦ ବା ବାକ୍ୟର ଉତ୍ତର ଦିଅ। ଦେଖ, ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ? ଫାର୍ଷ୍ଟ କ୍ୱେଶ୍ଚିନ୍, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମଧ୍ୟ। ମନୁଷ୍ୟର ଆବଶ୍ୟକତା ପୂରଣ କରିପାରୁଥିବା ପ୍ରକୃତିର ମୁକ୍ତ ଅବଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ। ସେଭଳି ଭାବରେ ନବୀକରଣ ଯୋଗ୍ୟ ସମ୍ପଦର ଅର୍ଥ କ'ଣ? ନା ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କରିବା ସତ୍ତ୍ୱେ ତା'ର ସମ୍ପୂର୍ଣ୍ଣ କ୍ଷୟ ହେଉନଥିବା ବା ତା'ର ପ୍ରାପ୍ତ ହୋଇପାରୁଥିବ ତାକୁ ନବୀକରଣ ଯୋଗ୍ୟ ସମ୍ପଦ ବୋଲି କୁହାଯାଏ। ତା ପୁନର୍ବାର ତାକୁ ଆମେ ବା ପୂର୍ବାବସ୍ଥାକୁ ପ୍ରାପ୍ତ ହୋଇପାରୁଥିବ ତାକୁ ଆମେ କହିବା ନବୀକରଣ ଯୋଗ୍ୟ। କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ପଦର ବ୍ୟବହାର ଦ୍ୱାରା ପରିମାଣ ହ୍ରାସ ଘଟି ପରିଶେଷରେ ନିଃଶେଷ ହୋଇଯାଏ ତାକୁ କ୍ଷୟଶୀଳ ସମ୍ବଳ କୁହାଯାଏ। ତାକୁ ସେ ପୁରା ସରିଯାଏ, ତାକୁ ଆମେ ପୁଣି ଥରେ ରିକଭରି କରିପାରିବା ନାହିଁ। ଅକ୍ଷୟ ବା ଅସରନ୍ତି ସମ୍ବଳ କଲେ କ'ଣ ବୁଝ? ତ ଯେଉଁ ସମ୍ପଦର ବାରମ୍ବାର ବ୍ୟବହାର ସତ୍ତ୍ୱେ ମାନେ ତା'ର କ୍ଷୟପ୍ରାପ୍ତି ଘଟିନଥାଏ ତାକୁ କହିବା ଅକ୍ଷୟ ବା ଅସରନ୍ତି, ସେ ଆଉ ସରିବ ନାହିଁ, ହେଲେ ଅକ୍ଷୟ ସମ୍ବଳ ସେ। ଅଣନବୀକରଣ ଯୋଗ୍ୟ ସମ୍ପଦର ଉଦାହରଣ ଦିଅ। ଗୋଟେ ଭୂମି ଏବଂ ବାୟୁ, ଏଗୁଡ଼ିକ ହେଉଛନ୍ତି ଅଣନବୀକରଣ ଯୋଗ୍ୟ। ଏକ ନବୀକରଣ ଯୋଗ୍ୟ ଭୂମି ଏବଂ ବାୟୁ। ପିଲାମାନେ ଏକ ନବୀକରଣ ଯୋଗ୍ୟ ଅଣନବୀକରଣ ଯୋଗ୍ୟ, ତ ପୁଣି ଥରେ ଆମେ ତାକୁ ବ୍ୟବହାର କରିପାରିବା ନାହିଁ ବା ସୃଷ୍ଟି କରିପାରିବା ନାହିଁ, ତାହେଲେ ଏଇଟା ଭୁଲ ଅଛି। ଏଇଟା ଆମର କୋଇଲା ହେବ, ହେଲା, କୋଇଲା କିମ୍ବା ଖଣିଜ ତେଳ, ହେଲା। ତ ଏଇଟା ପିଲାମାନେ ଭୁଲ ଅଛି, ହେଲା। ଗୋଟେ କ୍ଷୟଶୀଳ ବା ଅଣନବୀକରଣ ଯୋଗ୍ୟ ଏଇଟା ହେଉଛି କୋଇଲା ବା ପେଟ୍ରୋଲିୟମ, ମନେ ରଖ, ଏଇଟା ନାହିଁ, ହେଲା, ଭୁଲ ଦେଇଦେଇଛି ଏଠାରେ। ତ ଏଇଟାର ଆନ୍ସର ହେଉଛି ଏଇଟା। ତ ସୌର ସମ୍ପଦ କି ପ୍ରକାରର ସମ୍ପଦ ଅଟେ? ସୌର ସମ୍ପଦ ନବୀକରଣ ଯୋଗ୍ୟ ସମ୍ପଦ ଅଟେ, ହେଲା, ସୌର ସମ୍ପଦଟା, ଠିକ୍ ଅଛି। ତ ମୂର୍ତ୍ତିକା କ'ଣ ପିଲାମାନେ ଦେଖ, ନା ଜୀବଜଗତ ତିଷ୍ଠି ରହୁଥିବା ଭୂପୃଷ୍ଠର ବାହ୍ୟ ପତଳା ସ୍ତରକୁ କୁହାଯାଏ ମୂର୍ତ୍ତିକା, ମନେ ରଖ, ବହୁତ ଇମ୍ପୋର୍ଟାଣ୍ଟ ମଧ୍ୟ। ମୂର୍ତ୍ତିକା କ'ଣ ଡାଇରେକ୍ଟ ଏମିତି ସର୍ଟ କ୍ୱେଶ୍ଚିନ୍ ପଚାରିଦିଏ, ହେଲା। ମୂର୍ତ୍ତିକା କହିଲେ କ'ଣ ବୁଝ? ନା ବିଭିନ୍ନ ପ୍ରାକୃତିକ ଓ ମନୁଷ୍ୟକୃତ ପ୍ରକ୍ରିୟା ଦ୍ୱାରା ମୂର୍ତ୍ତିକା ସ୍ଥାନାନ୍ତରିତ ହେଲେ ତାହାକୁ ମୂର୍ତ୍ତିକା କ୍ଷୟ ବୋଲି କୁହାଯାଏ। ତ ଇରୋଜନ୍ ବା କ୍ଷୟ କେଉଁ ଶବ୍ଦରୁ ଉଦ୍ଧୃତ? ବା ଇରୋଜନ୍ ବା କ୍ଷୟ ଲାଟିନ୍ ଶବ୍ଦ ଇରୋଡାସରୁ ଉଦ୍ଧୃତ ହୋଇଛି। ତ ମୂର୍ତ୍ତିକା କ୍ଷୟର ଏକ ପରିଣାମ କ'ଣ? ନା ମୂର୍ତ୍ତିକା କ୍ଷୟ ଦ୍ୱାରା ମରୁଭୂମି ସୃଷ୍ଟି ହୁଏ। ତ ତା'ର ଏଇଟା ଗୋଟେ କାରଣ ବା ଏଇଟା ମୂର୍ତ୍ତିକା କ୍ଷୟ ଘଟିଲେ କ'ଣ ଆମକୁ ଗୋଟେ କ୍ଷତି ହେବ ନା ଗୋଟେ ମରୁଭୂମି ତିଆରି ହୋଇଯିବ। ମୂର୍ତ୍ତିକା ସଂରକ୍ଷଣ କ'ଣ ପିଲାମାନେ ଦେଖ, ନା ଯେଉଁ ପ୍ରକ୍ରିୟା ଦ୍ୱାରା ମୂର୍ତ୍ତିକା କ୍ଷୟର ଧାରାକୁ ପ୍ରତିହତ କରାଯାଏ ମୂର୍ତ୍ତିକା ସ୍ଥାନାନ୍ତରକୁ ରୋକାଯାଇଥାଏ ତାକୁ ମୂର୍ତ୍ତିକା ସଂରକ୍ଷଣ ବୋଲି କୁହାଯାଏ। ତ ମୂର୍ତ୍ତିକା କ୍ଷୟର ମୁଖ୍ୟ ଉପାଦାନ ଗୁଡ଼ିକ କ'ଣ କ'ଣ? ନା ପବନ ଏବଂ ଜଳ, ଏମାନେ ବହୁତ ଅଧିକ ପରିମାଣରେ ମୂର୍ତ୍ତିକା କ୍ଷୟ ଘଟାଇଥାନ୍ତି। ତ ଜଳ ସମ୍ପଦର ପ୍ରମୁଖ ବ୍ୟବହାର କରିଥାଏ କିଏ? ନା କୃଷି କ୍ଷେତ୍ରରେ ଜଳ ସମ୍ପଦ, ମାନେ କୃଷି କ୍ଷେତ୍ରରେ ଅଧିକ ଜଳ ବ୍ୟବହାର କରାଯାଇଥାଏ। ଏମିତି ପିଲାମାନେ ଆସିବନି, ଏଇଟା ଆସିବନି ଲାଗୁନି, ଏଇଟା ଏତେ ଧ୍ୟାନ ଦିଅନି। ତ ଭୂପୃଷ୍ଠ ଜଳର ପରିଚାଳନା କେଉଁ ସଂସ୍ଥା ଦ୍ୱାରା କରାଯାଇଥାଏ? କେନ୍ଦ୍ରୀୟ ଜଳ କମିଶନ, ଏତେ କିଛି ନାହିଁ। ଦେଖ, ଜଳ ସମ୍ପଦ ପରିଚାଳନା କହିଲେ କ'ଣ ବୁଝ? ନା ନଷ୍ଟ ହୋଇଯାଉଥିବା ପତିତ ଜଳକୁ ବିଭିନ୍ନ ଉପାୟରେ ସଂଗ୍ରହ କରି ତା'ର ସଦୁପଯୋଗ କରିବା, ମାନେ ବିଭିନ୍ନ ଉପାୟରେ ତାକୁ ଆମେ କଲେକ୍ଟ କରିବା ବା ଗୋଟେ ଜାଗାରେ ସଂଗ୍ରହ କରିବା ଏବଂ ତାକୁ ଭଲ ଭାବରେ ୟୁଜ୍ କରିବା ବା ତା'ର ସଦୁପଯୋଗ କରିବା, ତାକୁ ଆମେ କହିବା ଜଳ ସମ୍ପଦ ପରିଚାଳନା। ତ ଜଳ ସମ୍ପଦର ଦୁଇଟି ମୁଖ୍ୟ ଉତ୍ସର ନାମ କ'ଣ? ନା କୃଷି ଜଳ ଏବଂ ଭୂପୃଷ୍ଠ ଜଳ ସମ୍ପଦର ଦୁଇଟି ମୁଖ୍ୟ ଉତ୍ସ। ଜଙ୍ଗଲ କ୍ଷୟର ଅର୍ଥ କ'ଣ ପିଲାମାନେ? ନା ଜଙ୍ଗଲ ସମ୍ପଦର ଧ୍ୱଂସକୁ ଆମେ କହିବା ଜଙ୍ଗଲ କ୍ଷୟ। ତ ଏଇଟା ମନେ ରଖିଦିଅ, ବହୁତ ଇଜିଟା, ଏଗୁଡ଼ିକ ତ କିଛି ଅସୁବିଧା ନାହିଁ ନା। ତ ବନୀକରଣ କହିଲେ କ'ଣ ବୁଝାଏ? ନା ଅଦରକାରୀ ପତିତ ଭୂମିରେ ବୃକ୍ଷରୋପଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟିକୁ ଆମେ କହିବା ବନୀକରଣ। ତ ଗୋଟେ ଅଦରକାରୀ ଯେଉଁଟାରେ କିଛି ଦରକାର ନାହିଁ ଯେଉଁ ଜମିର, ସେଇଟା ଯଦି ଖାଲି ପଡ଼ିଛି ସେଥିରେ ଆମେ ଯଦି ଜଙ୍ଗଲ ମାନେ କିଛି ଗଛ ଲଗାଇବା ବା ଜଙ୍ଗଲ ସୃଷ୍ଟି କରିବା ତାକୁ ଆମେ କହିବା ବନୀକରଣ। ସାମାଜିକ ବନୀକରଣ ଅର୍ଥ କ'ଣ? ସମାଜରେ ଜଙ୍ଗଲଜାତ ଦ୍ରବ୍ୟର ଚାହିଦାର ପରିପୂରଣ ନିମନ୍ତେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଜଙ୍ଗଲ ସୃଷ୍ଟି ସାମାଜିକ ବନୀକରଣ କୁହାଯାଏ। ତ ଶକ୍ତି ସମ୍ବଳର ଏକ ପାରମ୍ପରିକ ଉତ୍ସ କ'ଣ? ନା କୋଇଲା ହେଉଛି ଗୋଟେ ପାରମ୍ପରିକ ଉତ୍ସ ବା ଶକ୍ତି ସମ୍ବଳର ସେ ଗୋଟେ ପାରମ୍ପରିକ ଉତ୍ସ, ମନେ ରଖ। କେଉଁ ଉତ୍ସରୁ ସର୍ବାଧିକ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ? ନା ତାପଜ ଶକ୍ତିରୁ ସର୍ବାଧିକ ବିଦ୍ୟୁତ୍, ପିଲାମାନେ ବହୁତ ଡ୍ୟାସ୍ ଉତ୍ସରୁ ସର୍ବାଧିକ ପକାଇଦେବ, ନହେଲେ ଡ୍ୟାସ୍ ଶକ୍ତିରୁ ସର୍ବାଧିକ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ, ମନେ ରଖିଦେବ, ତାପଜ। ଶକ୍ତି ସମ୍ବଳର ଏକ ଅଣପାରମ୍ପରିକ ଉତ୍ସ କ'ଣ? ନା ସୌରଶକ୍ତି ବା ପବନ ଶକ୍ତି ସମ୍ବଳ ଗୋଟେ ଅଣପାରମ୍ପରିକ ଉତ୍ସ। ତ ଜୈବ ବିଭିନ୍ନତାର ଅର୍ଥ କ'ଣ? ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଜଗତକୁ ଜୈବ ବିବିଧତା ବା ବିଭିନ୍ନତା ବୋଲି ଆମେ କହିବା। ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବା ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେଉଁ ପ୍ରାଣୀମାନେ ଦେଖାଯାଆନ୍ତି ତାକୁ ଆମେ କହିବା ଜୈବ ବିବିଧତା ବା ଜୈବ ବିଭିନ୍ନତା।
ତ ଜୈବ ବିଭିନ୍ନତା ବା ଜୈବ ବିବିଧତାର ଗୋଟେ ପ୍ରମୁଖ କାର୍ଯ୍ୟ କ'ଣ ନା ଜୈବ ବିବିଧତା ବା ଜୈବ ବିଭିନ୍ନତା ପରିସଂସ୍ଥାରେ ଭାରସାମ୍ୟ ସୃଷ୍ଟି କରେ। ତ ଜୈବ ବିଭିନ୍ନତା ମନେ ରଖି ଜୈବ ବିବିଧତା ବୋଲି ମନେ ରଖ ପିଲାମାନେ, ତୁମକୁ ଇଜି ହେବ। ତ ପୋଷକ ଚକ୍ରର ଅନ୍ୟ ନାମ କ'ଣ ନା ପୋଷକ ଚକ୍ର ଅନ୍ୟ ନାମ ହେଉଛି ଭୂ ରାସାୟନିକ ଚକ୍ର। ଭୂ ରାସାୟନିକ ଚକ୍ରର ଆଉ ଗୋଟିଏ ନାମ ବା ଅନ୍ୟ ନାମ ହେଉଛି ପୋଷକ ଚକ୍ର। ତ ଶକ୍ତି ସମ୍ବଳର କେଉଁ ଉତ୍ସରେ ସର୍ବନିମ୍ନ ପ୍ରଦୂଷକ ରହିଥାଏ ନା ଜଳ ବିଦ୍ୟୁତ ଶକ୍ତି ସଂଗ୍ରହରେ ସର୍ବନିମ୍ନ ପ୍ରଦୂଷକ ରହିଥାଏ। କେଉଁ ସମ୍ପଦକୁ ପୁନର୍ବାର ବ୍ୟବହାର କରାଯାଇପାରେ ନାହିଁ? ଅଣନବୀକରଣ ଯୋଗ୍ୟ ସମ୍ପଦକୁ ପୁନର୍ବାର ବ୍ୟବହାର କରାଯାଇପାରେ ନାହିଁ। ତ ସୌରଶକ୍ତିର ଉତ୍ସ କ'ଣ ପିଲାମାନେ ନା ସୂର୍ଯ୍ୟଙ୍କଠାରୁ ମିଳୁଥିବା ତାପ ଏବଂ ଆଲୋକ ଶକ୍ତିକୁ ସୌରଶକ୍ତି ବୋଲି କୁହାଯାଏ। ତ ତୁମେ ଏତିକି ମନେ ରଖିଦିଅ। ଆମର 30ଟି 1 ମାର୍କସ୍ କ୍ୱେଶ୍ଚିନ୍ ଦେଖିଲେ, ପାଖାପାଖି 20ଟି ଡ୍ୟାସ୍ ଫିଲଅପ୍ ଏବଂ ଆମର ପାଖାପାଖି 15ଟି MCQ ଆମେ ଦେଖିଲେ। ତ ତାପରେ ଆମେ ଦେଖିବା ପିଲାମାନେ 2 ମାର୍କସ୍। ତ 2 ମାର୍କ ଆମେ ଦେଖିବା। ତ ଆଜି ପାଇଁ କ୍ଲାସ୍ ମୁଁ ଏଠି ରଖୁଛି ପିଲାମାନେ, ରହୁଛି। ଜୟ ଜଗନ୍ନାଥ।